ଦେଖନ୍ତୁ ଆଜ୍ଞା, ପ୍ରଥମ କଥା ହେଉଛି ଯେ ଜଣେ ଏତେ ଭଲ ଲୋକ ଯେଉଁ କି ଓଡ଼ିଶା ନୁହେଁ ସାରା ଭାରତ ବର୍ଷରେ ତାଙ୍କର ଯେଉଁ ପରିଚୟ ଅଛି ଅଚ୍ୟୁତ ସାମନ୍ତ ସାରଙ୍କର, ତାଙ୍କୁ ଏଭଳି ଭାବରେ ଗୋଟେ ବଦନାମ କରିବା କିଛି ଆମର ଯେଉଁ କିଛି ଆମର ଓଡ଼ିଶାରେ ଯେଉଁ ଚ୍ୟାନେଲ ଅଛି ଯେଉଁମାନେ କି ନିଜର ଯେଉଁ ଦୋଷଟାକୁ ଛପେଇବା ପାଇଁ ଅନ୍ୟକୁ ଦୋଷାରୋପ କରୁଛନ୍ତି, ବଡ଼ ଦୁଃଖଦାୟକ କଥା। ଏବଂ ସିଏ ନିଜେ ବୁଝିପାରୁନାହାନ୍ତି ଅତୀତରେ ତାଙ୍କରି ସଂସ୍ଥାରେ ମଧ୍ୟ ପିଲା ମରିଛନ୍ତି ଏବଂ ତାଙ୍କର ସଂସ୍ଥାରେ ମଧ୍ୟ ଲୋକ ସବୁ ଯାଇଛନ୍ତି। ଆମର ଜଣେ ବାଲେଶ୍ୱରର ପିଲା ବି ଜଣେ ମରିଛି ତାଙ୍କ ସଂସ୍ଥାରେ। ତ ଏଇଟା ବଡ଼ ଦୁଃଖଦାୟକ କଥା। ଯେଉଁ କିସ୍ ଭଳିଆ ସଂସ୍ଥାକୁ ଅଳ୍ପ ଦିନ ଭିତରେ ମାତ୍ର 20-22 ବର୍ଷ ଭିତରେ ଯେଉଁଭଳି ଭାବରେ ଗୋଟେ ଷ୍ଟ୍ରକ୍ଚର ଛିଡ଼ା କରାହେଇଛି ଓଡ଼ିଶାରେ, ସାରା ଭାରତରେ ନୁହେଁ ସାରା ମାନେ କିଛି ମୁଁ ଭାବୁଛି କିନ୍ତୁ 30ଟା ଦେଶର ଲୋକ ଅଚ୍ୟୁତ ସାମନ୍ତକୁ ଭଲ ପାଉଛନ୍ତି ଏବଂ ଆମର 12 କି 15 ଜଣ ଦେଶର ପିଲା ସେଠି ପାଠ ପଢ଼ୁଛନ୍ତି। ଆଉ ସେୟା ନୁହେଁ, 30-40 ହଜାର ପିଲାଙ୍କୁ ଆଣିକି ଜଣେ ଲୋକ ପାଠ ପଢ଼ାଇବା ଏବଂ ତାଙ୍କୁ ମଣିଷ କରାଇବା ଆମ ଓଡ଼ିଶା ସରକାର ବି କରିପାରିବ ନା ଆଜ୍ଞା। ଏଭଳି ଲୋକଙ୍କୁ ବଦନାମ କରିବା ଏଇଟା ଗୋଟେ ଠିକ୍ ନୁହେଁ। ଗୋଟେ ପ୍ରୋସେସ୍ ହଉ ଏବଂ ସିଏ ତ ନିଜେ କହୁଛନ୍ତି ଯଦି ମୋର କୌଣସି ଦୋଷ ଅଛି ତ୍ରୁଟି ଅଛି ତାକୁ ଇନକ୍ୱାରି କରାଯାଉ ଏବଂ ତାକୁ ଦେଖାଯାଉ ପ୍ରକୃତରେ କ'ଣ ହେଇଛି ନ ହେଇଛି। ଖାଲି ମିଛଟାରେ ଗୋଟେ ଆସିକି ଗୋଟେ ଶିକ୍ଷା ଅନୁଷ୍ଠାନ ଭିତରେ ଲୋକଙ୍କୁ ଖାଲି ପୁରେଇକି ତାଙ୍କ ପାଖରେ ଗୋଟେ ବାଇଟ୍ ନେବା ଏବଂ ତା ମିଛ ସହକାରେ ଗୋଟେ ଚାରା ଓଡ଼ିଶାରେ ଗୋଟେ ପ୍ରପୋଗାଣ୍ଡା ତାଙ୍କ ବିରୁଦ୍ଧରେ କରିବାଟା ଗୋଟେ ଠିକ୍ ନୁହେଁ ଆଜ୍ଞା। ଇମ୍ଫାରେ ଗୋଟେ କର୍ମଚାରୀ ନିଖୋଜ ଅଛି, ସେ ବାବଦରେ ତାଙ୍କର ଶବ୍ଦ ଶୁଭୁନି। ମୁଁ କହିଲି ନା ଆଜ୍ଞା ଯେ ଯେଉଁମାନେ ବି ୟାକୁ କରୁଛନ୍ତି ସେ ଆଗେ ନିଜ ଆଡ଼ୁ ତାଙ୍କୁ ସଂଶୋଧନ କରିବା ଦରକାର ଯେ ପ୍ରକୃତରେ ତାଙ୍କ ସଂସ୍ଥାରେ ଯେଉଁ ଲୋକମାନେ ଆଜି ଧର କର୍ମଚାରୀ ଜଣେ ହେଉଛନ୍ତି ନିଖୋଜ ଅଛି, କ'ଣ ପାଇଁ ନିଖୋଜ ଅଛି ଏବଂ ସେ କିଏ ସେ ଲୋକ ଏବଂ ତାଙ୍କର କିଛି ଅସୁବିଧା ଅଛି କି ନା ନାହିଁ ସେ ବିଷୟରେ। ଅନ୍ୟ ପଛରେ ଲାଗିଲା କ'ଣ ହେବ? ସିଏ ତ ତାଙ୍କ ଜୀବନରେ କହିଦେଇଛନ୍ତି ଯେ ମୁଁ ହେଉଛି ଗୋଟେ ନିମିତ୍ତ ମାତ୍ର ଲୋକ, ମୁଁ ଗୋଟେ ସଂସ୍ଥାକୁ କରିଛି, ଏଇଟା ମୋର କିଛି ଇଣ୍ଟରେଷ୍ଟ ନାହିଁ, ଆଜି ଅଛି ମୋର ଅଛି କାଲି ସରକାରଙ୍କ ହେଇଯାଇପାରେ। ଏଇଟା ବହୁତ ବଡ଼ କଥା ଆଜ୍ଞା। ଇଏ ନିଜ ପାଇଁ କରିଛନ୍ତି କିନ୍ତୁ ଅନ୍ୟ ପାଇଁ କିଛି କରିନାହାନ୍ତି, କିନ୍ତୁ ସିଏ ତ ନିଜ ପାଇଁ କହୁନାହାନ୍ତି ଆଜି। ଏଇଟା ଗୋଟେ ଭଲ କଥା ନୁହେଁ। ଏଇଟା ଗୋଟେ ସାଧାରଣରେ ଏଇଟା ଚର୍ଚ୍ଚା ହେବା କଥା ନୁହେଁ। ଏଇଟା ଗୋଟେ ସଂଗଠନ ଯେଉଁଭଳି ଭାବରେ ସିଏ ଗୋଟେ ସଂସ୍ଥାକୁ ଆଜି ଠିଆ କରିଛନ୍ତି ତାକୁ ସମ୍ମାନ ଦେବା କଥା। କେତେ ପିଲା ମଣିଷ ହେଇଛନ୍ତି, ଲକ୍ଷ ଲକ୍ଷ ପିଲା ଆଜି ମଣିଷ ହେଇଛନ୍ତି ସେ ସଂସ୍ଥାରୁ। ଆମର ଗୌରବରେ ଯେ ଗୋଟେ ଓଡ଼ିଶାରେ ଏଭଳିଆ ଗୋଟେ ସଂସ୍ଥା ହେଇଛି, ଗୋଟେ ଶିକ୍ଷା ଅନୁଷ୍ଠାନ ଠିଆ ହେଇଛି,